ସେମାନଙ୍କୁ ଅବହେଳା କରିବାର ପ୍ରଶ୍ନ ଉଠୁନାହିଁ। ଗୋ ସେବା ସେତିକି ବେଳେ ଆବଶ୍ୟକ ହେଉଛି ଯେତେବେଳେ ସ୍ୱାର୍ଥ ସରିଗଲା ପରେ ଗୋ ମାଲିକମାନେ ସେମାନଙ୍କର ଗୋମାତାଙ୍କ ବଂଶଧର ମାନଙ୍କୁ ରାସ୍ତା ଉପରକୁ ଖୋଲା ଛାଡ଼ି ଦେଉଛନ୍ତି। ଆପଣ ଲକ୍ଷ୍ୟ କରିଥିବେ ଚାଷ ସମୟରେ ବଳଦକୁ ଯେତେ ଆଗ୍ରହ ଏବଂ ଆଦର କରାଯାଏ, ବୟସ ବଢ଼ିଗଲା ପରେ ରାସ୍ତା ଉପରେ ଆଉ ଗୁହାଳରେ ଏହା ଏକ ଦୁଃଖଦାୟକ ପରିସ୍ଥିତି ନୁହେଁ। ଅବଶ୍ୟ ଆଜିକାଲି ତ ଦେଖାଯାଉଛି ବାପା ମାଙ୍କ ପାଇଁ ବୃଦ୍ଧାଶ୍ରମ ଯାହା, ବଳଦ ବାପୁଡ଼ା ପାଇଁ ରାସ୍ତା କଡ଼ ବି ସେଇଆ। ତେଣୁ ଆମେ ଆମର ନୀତି ଗତି ସଂସ୍କାରରେ ପଛକୁ ଚାଲି ଯାଉଛୁ, ଏତେ ସ୍ୱାର୍ଥପର ହେଇଯାଉଛୁ ଯେ ଯାହାଠୁ ସାହାଯ୍ୟ ସହଯୋଗ ପାଉଛୁ, ଯେ ଆମର ସମୃଦ୍ଧି ପଥରେ ଏକ ମୁଖ୍ୟ ଭୂମିକାରେ ରହିଛି ଗୋମାତା, ଆମେ ତାର ସୁଖ ସ୍ୱାଚ୍ଛନ୍ଦ୍ୟ ଭୁଲି ଯାଉଛୁ। ସେଥିପାଇଁ ଆମ ସମାଜ ଆଜି ପତନମୁଖୀ, ବିକାଶର ପରିପନ୍ଥୀ ମଧ୍ୟ। ଆଉ ଗୋଟେ ଯଦି ଦେଖିବା ହିନ୍ଦୁ ସନାତନ ଧର୍ମରେ ଗୋମାତାଙ୍କୁ ଯେତିକି ଇମ୍ପୋର୍ଟାନ୍ସ ଦିଆଯାଏ, ନନ୍ଦୀଙ୍କୁ ମଧ୍ୟ ସେତିକି ଦିଆଯାଏ। ଗୋଟେ ମଣିଷ ପରିବାରରେ ଗୋଟେ ପୁରୁଷର ଯେଉଁ ଗୁରୁତ୍ୱ ଥାଏ, ଗୋଟେ ଯଦି ଗୋମାତାଙ୍କୁ ରଖୁଛି ଗୋଟେ ଲୋକ ପରିବାର ହିସାବରେ, ନନ୍ଦୀଙ୍କର ବି ସେତିକି ଗୁରୁତ୍ୱ ରହିବା କଥା। ସେଇଟା ଦେଖାଯାଉନି। ନନ୍ଦୀ ହେଲା ମାନେ ବାଛୁରୀ ହଉଛି, ଯଦି ପୁଅ ହଉଛି ତାକୁ କାରଣ କଣ? କାରଣ ହେଉଛି ମଣିଷ ଏତେ ସ୍ୱାର୍ଥପର। ଯଦି ବୃଷଭ ଜନ୍ମ ନେଲା, ତା ମାଧ୍ୟମରେ କିଛି ଲାଭବାନ ହବାକୁ ଚାହୁଁନାହିଁ, ସୁଯୋଗ ନାହିଁ। ହଁ, ଭଲ ବଳଦ ହେଲେ ବିକିଲେ ତାକୁ ପଇସା ଆସିବ, ବା ଚାଷ କରିବ। ମୋର ଯାଚେଙ୍ଗା ଥିଲା ବୃଷଭଟିଏ ହେଲେ ମୁଁ ହରି ସହଦେବଙ୍କ ପାଖରେ ଛାଡ଼ିଦେବି। ଏହା କେବଳ ଲୋକଙ୍କ କାନକୁ ମଧୁର ଶୁଣାଯାଉଛି। ଏଟା ବୃଷଭ ଛୁଆ ବୃଷଭଟିକୁ ଠାକୁରଙ୍କୁ ସମର୍ପଣ କରିଦେଲା। ସତେ ଯେମିତି ଗୋଟେ ବିରାଟ କାମ କରିଦେଲା। ତାର ଦାୟିତ୍ୱ ନବନି ବୋଲି ସେ ତାକୁ ଛାଡ଼ିଦେଲା। ସେଠିକି ଭକ୍ତ ଆସିବେ, ଯାହା ସେଠି ଭୋଗରାଗ କରିବେ, ସେଥିରୁ ବୃଷଭ ଛୁଆଟି ତାର ସେ ଖାଇ ପିଇକି ରହିବ। ତେଣୁ ଆମେ ଏତେ ସ୍ୱାର୍ଥପର ମଣିଷ ହେଇଗଲେଣି। ସନାତନ ଧର୍ମରେ ସେଟାକୁ ଗୁରୁତ୍ୱ ଦିଆଯାଏ, ସ୍ୱାର୍ଥକୁ ନୁହେଁ। ସନାତନ ଧର୍ମ ଉତ୍ସର୍ଗୀକୃତ ଧର୍ମ।